ଓଡ଼ିଶାରେ ସ୍କୁଲ ପିଲାମାନଙ୍କର ୟୁନିଫର୍ମକୁ ବଦଳାଇବାକୁ ନିଷ୍ପତ୍ତି ନେଲେ ମୋହନ ସରକାର। ଓଡ଼ିଶାରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ୟୁନିଫର୍ମ ବଦଳାଯିବ। ଏବେ 2023-2024 ଶିକ୍ଷାବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ୟୁନିଫର୍ମର ରଙ୍ଗ ବଦଳାଯାଇଥିବା ବେଳେ 1 ବର୍ଷ ମଧ୍ୟରେ ଏହାକୁ ପୁଣି ଥରେ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଏବେ ପୂର୍ବରୁ ଥିବା ଗ୍ରୀନ୍ ରଙ୍ଗର ୟୁନିଫର୍ମକୁ ବଦଳାଇ ବାଦାମୀ ରଙ୍ଗର ଚେକ୍ ସାର୍ଟ ସହ ଖଇରିଆ ରଙ୍ଗର ପ୍ୟାଣ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରମାନଙ୍କ ପାଇଁ ଫୁଲ୍ ପ୍ୟାଣ୍ଟ ଓ ଚେକ୍ ସାର୍ଟ ରହିଥିବା ବେଳେ ଛାତ୍ରୀମାନଙ୍କ ଲାଗି ଚୁଡ଼ଦାର ଓ ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି। ଛାତ୍ରୀମାନଙ୍କ ଜ୍ୟାକେଟରେ 2ଟି ପକେଟ୍ ଦେଖିବାକୁ ମିଳିବା ସହ ଛାତ୍ରଙ୍କ ଲାଗି ବେଲ୍ଟର ବ୍ୟବସ୍ଥା ମଧ୍ୟ କରାଯିବ ଏବଂ ଡ୍ରେସ୍ରେ ଥିବା ପୁରୁଣା ଲୋଗୋଟିକୁ ମଧ୍ୟ ହଟାଯାଇଛି ଓ ଡ୍ରେସ୍ରେ ବର୍ତ୍ତମାନ କୌଣସି ଲୋଗୋ ରହିବ ନାହିଁ। ଯେଉଁ ବିଦ୍ୟାଳୟଗୁଡ଼ିକରେ ୟୁନିଫର୍ମ ଲାଗୁ କରାଯାଇନାହିଁ କିମ୍ବା ସେମାନଙ୍କୁ ୟୁନିଫର୍ମ ବଣ୍ଟନ କରାଯାଇନାହିଁ ସେହି ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହି ୟୁନିଫର୍ମ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ପୋଷାକ ବଣ୍ଟନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଅନୁମୋଦନ କରାଯିବା ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକୁ ଅବଗତ କରାଯାଇଛି। ତେବେ ଏହି ନୂଆ ୟୁନିଫର୍ମଟି ଚଳିତ ବର୍ଷଠାରୁ ରାଜ୍ୟରେ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଦାନ କରାଯିବ ବୋଲି ସୂଚନା ମିଳୁଛି। ସରକାରଙ୍କ ଠାରୁ ଆସୁଥିବା ବିଭିନ୍ନ ଯୋଜନାଗୁଡ଼ିକ ବିଷୟରେ ଜାଣିବା ପାଇଁ ସ୍ୱରାଜ ଟିଭିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅଲ୍ରେ କରିନିଅନ୍ତୁ।